ଉତ୍ତମ ମହାନ୍ତି ଛାଡ଼ି ଚାଲିଗଲେ ଏ କଥା ଶୁଣିଲା ବେଳକୁ ମୋର ଆତ୍ମାଟା ବାଧୁଛି। କାହିଁକି ନା ଉତ୍ତମ ଉତ୍ତମ ନୁହେଁ, ଇଏ ସର୍ବୋତ୍ତମ। ତାକୁ ସର୍ବୋତ୍ତମ କହିଲେ କୌଣସି ଅତ୍ୟୁକ୍ତି ହବ ନାହିଁ। ତା ଛଡ଼ା ବଡ଼ କଥା ହେଉଛି ହୃଦୟବାନ ପିଲାଟିଏ। ହୃଦୟବାନ ଯାହାକୁ କୁହାଯାଉଛି ହୃଦୟ ଥିଲା। ଯେକୌଣସି ଲୋକ ଯେକୌଣସି କଥାରେ ଯଦି ତାକୁ ପଚାରେ ତାକୁ ସେ ସବୁ ଜିନିଷର ଉତ୍ତର ଦିଏ, ଆଉ ଖୁବ୍ ଭଲ ଭାବରେ ଉତ୍ତର ଦିଏ। ବଡ଼ କଥା ହେଉଛି ଆମ ଲାଇନରେ ଫିଲ୍ମ ଲାଇନରେ ସେ ଯେଉଁ ଆମେ ଯେଉଁ ଏକା ସାଙ୍ଗରେ ବହୁତ ପିକ୍ଚର କରିଛୁ ଏବଂ ତାର ଯେଉଁ ବ୍ୟବହାର ତାର ଯେଉଁ ଅଭିନୟର ଶୈଳୀ କାହାରି ପାଖରେ ନାହିଁ। ଗୋଟେ ପେଜ୍ର ଡାଇଲଗ୍ ତାକୁ ଦିଆଯାଏ ଏବଂ ସେ ଗୋଟେ ପେଜ୍ର ଡାଇଲଗ୍ ସେ 5 ମିନିଟ୍ ଭିତରେ ତାକୁ ଗ୍ରିପ୍ କରିକି ଏତେ ସୁନ୍ଦର ଭାବରେ ସଟ୍ ଦିଏ, ସେଥିରେ ପ୍ରଡ୍ୟୁସର, ଡାଇରେକ୍ଟର, କ୍ୟାମେରାମ୍ୟାନ୍ ସମସ୍ତେ ତା ପାଇଁ ଏକଦମ ଖୁସି ହେଇଯାଆନ୍ତି ଏବଂ ସିଏ ସେପାଇଁ ଓଡ଼ିଶାର ମଉଡ଼ମଣି କହିଲେ କିଛି ବି ଅତ୍ୟୁକ୍ତି ହେବ ନାହିଁ। ଓଡ଼ିଶାର ସବୁ ଲୋକ ପାଖରେ ସେ ପହଞ୍ଚି ପାରିଥିଲା, ସବୁ ଦର୍ଶକ ପାଖରେ ସେ ପହଞ୍ଚି ପାରିଥିଲା। ତେଣୁକରି ତାହା ଭଳି ଅଭିନୟ କରିବା, ତା ଭଳି ହିରୋ ମୁଁ କହୁଛି ଯେ ଜନ୍ମ ନେବାଟା ଭାରି କଷ୍ଟ। ପିଲାଦିନରେ ତ ବହୁତ କିଛି ଅଛି। ଆମେ ହୋଲି ଖେଳ ଏକା ସାଙ୍ଗରେ ଖେଳୁ, ସବୁ ପ୍ରକାରର ଆମେ ଏନ୍ଜୟମେଣ୍ଟ କରୁଛୁ। ସବୁବେଳେ ମୋ ମୋଟରସାଇକେଲ ପଛଆଡ଼େ ସେ ବସେ ଏବଂ ବାରିପଦା ଚାରିଆଡ଼େ ଆମେ ଘୁରୁ, ଗ୍ରାଣ୍ଡ ହୋଟେଲ ଯାଉ, ସେଠି ଚାହା ପିଉ ଏବଂ ଆସିକି ରାତିରେ ସନ୍ଧ୍ୟାବେଳେ ଆମେ ଗୟାଧର ସାହୁ ଖଟି ଗୋଟେ ଅଛି, ନୀଳ ଖଟି, ସେଇଠି ଆମେ ବସୁ। ଝୁନୁ ବୋଲି ଗୋଟେ ପିଲା ଅଛି, ଝୁନୁ ଘର ପାଖରେ ଆମେ ବସୁ ଏବଂ ସେଇଠି 2-3 ଘଣ୍ଟା ଆମେ ବସୁ, ତାସ ଖେଳୁ, ଦରକାର ପଡ଼ିଲେ କଥାବାର୍ତ୍ତା କରୁ। ସବୁ ନିଜ ଭିତରେ ଯେଉଁ ଆମର ବାରିପଦା ଭାଷାରେ ଆମେ ସେଇ ହିସାବରେ ଆମେ କଥାବାର୍ତ୍ତା କରୁ ଏବଂ ଭାଇଚାରା ଜିନିଷ ହେଉଛି ବାରିପଦାରେ। କିବେ କେମିତି ଅଛୁ ଏତିକି କହିଲେ ବି ଖୁସି ଲାଗେ। ଆଜି ଆମେ କଟକ ଭୁବନେଶ୍ୱରରେ ଗଲେ କେମିତି ଅଛୁ କିରେ, ସେଇ ଜିନିଷଟାକୁ ଆମକୁ ଟିକେ ବାଧେ। କିନ୍ତୁ କେମିତି ଅଛୁ ବେ, କି ଖାଇଛୁ ବେ, ଏଇ ଯେଉଁ କଥାଟା, ଏଇ କଥାଟା ଅତି ନିଜପର ଲାଗେ ଏବଂ ଭାଇଚାରା ଲାଗେ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଦେଖନ୍ତୁ ଆଜ୍ଞା, ଭାଗ୍ୟ କାହାକୁ କେତେବେଳେ କେମିତି ନେଇଯାଏ କହିପାରନ୍ତିନି। ସେ ଗୋଟେ ଭଲ ଷ୍ଟୁଡେଣ୍ଟ ଥିଲା ଏବଂ ଚାର୍ଟାର୍ଡ ଆକାଉଣ୍ଟାନ୍ସି ପଢ଼ିକି ପାସ୍ କରିଥିଲା। ତାପରେ ସେ ହଠାତ୍ ତାକୁ ଯେତେବେଳେ ଡାକିକି ଅଭିମାନ ଯେଉଁ ପିକ୍ଚର, ବାରିପଦା ପ୍ରଡ୍ୟୁସର ଏବଂ ସାଧୁମାରୀ ଡିରେକ୍ଟର ଆନନ୍ଦ ଶଙ୍କର ଦାସଙ୍କର କାହାଣୀ ଯେତେବେଳେ ହେଲା, ସେତେବେଳେ ତାଙ୍କୁ ଡାକାଗଲା। ଡାକିକି ଯେତେବେଳେ ଅଭିନୟରେ ସିଏ ଦେଖେଇଲେ ଯେ ତାଙ୍କର ଅଭିନୟ ସେ କରିପାରିବେ, ସାଧୁମାରୀ ତାକୁ ଫାଇନାଲ କଲେ ଏବଂ ସେଇ ଅଭିମାନ ପିକ୍ଚରରୁ ଯେଉଁ ଗୀତ, ଯେଉଁ ନାଚ, ଯେଉଁ ଅଭିନୟ, ଯେଉଁ କରିକି ଆଗେଇଲେ, ସେଇଟା ହେଉଛି ଲୋକଙ୍କ ଆଖିରେ, ଲୋକଙ୍କର ହୃଦୟରେ ସ୍ପର୍ଶ କଲା। ତେଣୁକରି ସମସ୍ତେ ତାକୁ ଭଲ ପାଇଲେ। ନୂଆ ପିକ୍ଚର, ନୂଆ ହିରୋ ଆମର ବାହାରିଲା ଓଡ଼ିଶାରେ ଏବଂ ସତ କଥା ସିଏ ହିଁ ଗୋଟିଏ ସୁପରଷ୍ଟାର ଓଡ଼ିଆରେ। ତା ଭଳି ସୁପରଷ୍ଟାର କେହି ନାହାନ୍ତି। ପର୍ସନାଲି ତ ବହୁତ ଅଛି, ଯେଉଁଥିପାଇଁ ପାଇଁ କି ବର୍ତ୍ତମାନ ଯଦି କହିବେ ମୁଁ ଗୋଟେ କଥା କହୁଛି, ସିଏ ସବୁବେଳେ ଅଭିନୟ ଜାଗାରେ ସବୁବେଳେ ମୋତେ ଗୋଟେ କଥା କୁହେ ଯେ ଅଭିନୟ ଗୋଟେ ଜିନିଷ, ହଜିଯା, ତୁ କ'ଣ ଥିଲୁ କ'ଣ ନାହିଁ ତୁ ହଜିଯା। ବର୍ତ୍ତମାନ ଅଭିନୟ କ'ଣ ଜିନିଷ, ଅଭିନୟ କେଉଁ ଜିନିଷ କରୁଛୁ, ଭିଲିଆନ ହିଁ କରୁଛୁ। ଭିଲିଆନ ଆକ୍ଟିଂ କରିକି କେବେ ବି କେହି ଭାବିପାରିବ ଯେ ଓଡ଼ିଶାର ଗୋଟେ ଏତେ ଭଲ ହିରୋ ଯିଏକି ସଫ୍ଟ ହାର୍ଟେଡ଼ ପିଲା, ସେ ଭିଲିଆନ ରୋଲ୍ କରିପାରିବ, ଏଇଟା ଗୋଟେ ନୂଆ କଥା ଆପଣମାନଙ୍କୁ ଆଜି କହୁଛି। ସେ ପ୍ରତ୍ୟେକ କ୍ଷେତ୍ରରେ ଭିଲିଆନର ଷ୍ଟାଇଲ ଯେଉଁଟା ସେ ମୋତେ ଦେଖାଏ ଏବଂ ମୁଁ ତାକୁ ଖୁବ୍ ଭଲ ଭାବରେ କରେ ଏବଂ କଲା ପରେ ସେ ଭାରି ଖୁସି ବି ହୁଏ ଯେ ଯାହା ହଉ ଦେଖିବୁ। ହଁ ଆଜ୍ଞା, ତାହାରି ଆଡ଼ଭାଇସରେ ଆଜି 150ରୁ 200 ପିକ୍ଚର ମୁଁ ଓଡ଼ିଆ ପିକ୍ଚର କରିସାରିଣି। ବେଙ୍ଗଲୀ ପିକ୍ଚର ବି କରିଛି, ହିନ୍ଦୀ ପିକ୍ଚର ବି ମୁଁ ବି ଗୋଟେ କରିକି ଆସିଲି, ଯେଉଁଟାକି ଆୱାର୍ଡ଼ 6-7ଟା ଆୱାର୍ଡ଼ ବି ପାଇଲାଣି। ତେଣୁକରି ତାହାରି ଆଶୀର୍ବାଦ, ତାହାରି ଆଡ଼ଭାଇସରେ ମୁଁ ଆଗେଇ ଚାଲିଥିଲି। ସେ ଆଜି ନାହିଁ, ଯେତେବେଳେ ଆସିଯାଉଛି ମନକୁ ସେ ଆଉ ନାହିଁ, ଭାରି ଆତ୍ମା ବାଧୁଛି, ଆତ୍ମା କାନ୍ଦୁଛି।